শুভ সকাল। আজি 1 সেপ্টেম্বর রবিবার। চালন্তু জানিবা আজির গুরুত্বপূর্ণ খবর। যদি এপর্যন্ত আপনার ভিডিওটি লাইক করে না ভিডিওকে লাইক করে চ্যানেলকে সবসক্রাইব করে কমেন্ট মাধ্যমে জনাতু আপন মানে আম ভিডিও কেউ জেলার দেখুছেন। 2024-25 আর্থিক বর্ষ পাই রাজ্য সরকার অবকারিতা নীতি আনিছন্তি। এতিরে সামাজিক এবং দায়িত্ববোধক গুরুত্ব দিয়া যাইছি। মদ্যপান জনিত স্বাস্থ্য অপকারিতা সম্পর্কে সচেতনতা সৃষ্টি সহিত লোকଙ୍କ ମଧ୍ୟରେ ଦାୟିତ୍ୱବୋଧ ଜାଗରଣ ଦିଗରେ ଅବକାରୀ ବିଭାଗ କାର୍ଯ୍ୟ କରିବ। ଆଜିଠୁ 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ବଳବତ୍ତର ରହିବ। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ 3 ଷ୍ଟାର ହୋଟେଲକୁ ନୂଆ ବାର୍ ଲାଇସେନ୍ସ ମିଳିବ। ପରବର୍ତ୍ତୀ ଖବର। ଏଟିଏମ୍ ପରି ଏପରି ଏକ ମେସିନ୍ ଖୁବ୍ ଶୀଘ୍ର ଗ୍ରାହକଙ୍କ ପାଖକୁ ଆସୁଛି। ଏହି ମେସିନ୍ ମାର୍କେଟକୁ ଆସିଗଲା ପରେ ଗ୍ରାହକଙ୍କୁ ଆଉ ଏଣିକି ବ୍ୟାଙ୍କରେ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ। କାରଣ ଏହି ମେସିନ୍ ଜରିଆରେ ଗ୍ରାହକମାନେ 10ରୁ ଅଧିକ ସେବା ପାଇପାରିବେ। ସେଥିମଧ୍ୟରେ ଆକାଉଣ୍ଟ ଓପନ୍ କରିବା, କ୍ୟାସ୍ ଉଠାଇବା, ସ୍ଥାୟୀ ଜମା ଏଫ୍ଡିରେ ନିବେଶ କରିବା, କ୍ରେଡିଟ୍ କାର୍ଡ଼ ଜାରି କରିବା, ପର୍ସନାଲ ଲୋନ୍, ବୀମା, ଏମ୍ଏସ୍ଏମ୍ଇ ଲୋନ୍, ଫାସ୍ଟ୍ୟାଗ୍ ଆବେଦନ ଓ ରିଚାର୍ଜ, କ୍ୟାସ୍ ଡିପୋଜିଟ୍, କ୍ୟୁଆର୍ ବେଡ୍ସ, ୟୁପିଆଇ କ୍ୟାସ୍ ଉଠାଣ ଆଦି ସାମିଲ ରହିଛି। ପରବର୍ତ୍ତୀ ଖବର। ହୋମଗାର୍ଡ ନିଯୁକ୍ତି ଉପରୁ କଟକଣା ହଟିଲା। ଓଆଇଏସ୍ଏଫ୍ରେ 4000 ନୂଆ ପଦବୀ ସୃଷ୍ଟି। ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତି ଉପରେ ବିଜେଡି ସରକାର ଲାଗୁ କରିଥିବା କଟକଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହା ସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି। ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ରାଜ୍ୟରେ ନୂଆ ହୋମଗାର୍ଡ ନିଯୁକ୍ତିକୁ ନେଇ ରହିଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି। 2020 ମସିହାରେ ଫେବୃଆରୀ ମାସରୁ ଏହି କଟକଣା ଜାରି ରହିଥିଲା। ଏହି କଟକଣା ହଟିବା ସହ ଖାଲି ପଡ଼ିଥିବା 2298ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ଖୁବ୍ ଶୀଘ୍ର ହୋଇପାରିବ ବୋଲି କହିଛନ୍ତି। ପରବର୍ତ୍ତୀ ଖବର। ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ନୂଆ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ପାଇଁ ମହିଳାମାନେ କେବେଠୁ ଓ କେଉଁଠି ପଞ୍ଜୀକରଣ କରିବେ ଏନେଇ ସମସ୍ତ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରଭାତୀ କହିଛନ୍ତି ଆଜିଠୁ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ। ସୁଭଦ୍ରା ପାଇଁ ଆବେଦନ କରିବାର ଫର୍ମ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ ଏହି ଫର୍ମ ମିଳିବ। ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ। ଫର୍ମ ପୂରଣ କରିବା ପରେ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର। ବିଜେଡି ସରକାରଙ୍କ ଆଉ ଏକ ଯୋଜନାକୁ ବିଜେପି ସରକାର ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ଏଥର ବିଜେଡି ସରକାରଙ୍କ ନୂଆ ଆଉ କାର୍ଯ୍ୟକ୍ରମକୁ ମୋହନ ସରକାର ବନ୍ଦ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ଯେ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ସରକାର ଚଳିତ ବର୍ଷ ଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ। ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ପରବର୍ତ୍ତୀ ଖବର। ନିର୍ମାଣ ଶ୍ରମିକମାନଙ୍କ ପାଖକୁ ଯିବେ ସରକାର। ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। 314 ବ୍ଲକରେ କରାଯିବ ଲେବର ପଞ୍ଜୀକରଣ। ପ୍ରତି ପଞ୍ଚାୟତକୁ ଯିବେ ଶ୍ରମିକ ଅଧିକାରୀ। ଗ୍ରାଉଣ୍ଡରେ ଅନ୍ ଦି ସ୍ପଟ୍ ହେବ ପଞ୍ଜୀକରଣ। ରାଜ୍ୟରେ 42 ଲକ୍ଷରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଛନ୍ତି। ପରବର୍ତ୍ତୀ ଖବର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି। ଆଗକୁ ଏହା ଅବପାତର ରୂପ ନେବ। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ 2 ଦିନ ପ୍ରବଳ ବର୍ଷା ସମ୍ଭାବନା। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏସବୁ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା। ଆଜି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା 2 ଦିନ ଧରି ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କ ପରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏସ୍ଆର୍ସି ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର। ସେପ୍ଟେମ୍ବର ମାସରେ ଅନେକ ପର୍ବପର୍ବାଣି ରହିଛି। ତେଣୁ ଏହି ମାସରେ ଅନେକ ଛୁଟି ରହିବ ଏବଂ ଅନେକ ଦିନ ବ୍ୟାଙ୍କ ମଧ୍ୟ ଛୁଟି ରହିବ। ଏହି କାରଣରୁ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବରରେ 15 ଦିନ ବନ୍ଦ ରହିବାକୁ ଯାଉଛି।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେପ୍ଟେମ୍ବର ମାସର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ତେବେ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ରାଜ୍ୟସ୍ତରୀୟ ପର୍ବ ଆଧାରରେ ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି। ଯଦି ଆପଣଙ୍କ କୌଣସି ବ୍ୟାଙ୍କ କାମ ଅଛି ତେବେ ତୁରନ୍ତ ଏହାକୁ କରିନିଅନ୍ତୁ, ନଚେତ୍ ଛୁଟି ଦିନ ହେତୁ ଆପଣ କାମ ଅଟକି ଯିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଦେଶର ଅର୍ଥବ୍ୟବସ୍ଥା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସର୍ବଶେଷ ଜିଡିପି ତଥ୍ୟ ଅନୁଯାୟୀ ଏପ୍ରିଲ ଜୁନ୍ ତ୍ରୈମାସିକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବିଗତ 15 ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଆଗାମୀ ଦିନରେ ଦେଶ ଆର୍ଥିକ ମାନ୍ଦା ଅବସ୍ଥା ସମ୍ମୁଖୀନ ହେବାକୁ ଯାଉଥିବାର ସଂକେତ ଦେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ କରିଥିବା ଆକଳନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲ ଜୁନ୍ ମାସରେ ଦେଶର ମୋଟ ଘରୋଇ ଉତ୍ପାଦ ଜିଡିପି ଅଭିବୃଦ୍ଧି ହାର 15 ମାସର ସର୍ବନିମ୍ନ ସ୍ତର 6.7%କୁ ଖସି ଆସିଛି। କେନ୍ଦ୍ର ପରିସଂଖ୍ୟା ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟରେ ଏହା କୁହାଯାଇଛି। ପରବର୍ତ୍ତୀ ଖବର, ଆସନ୍ତା ସପ୍ତାହରେ ପୁଣି ବିଦେଶ ଗସ୍ତରେ ଯିବେ ମୋଦି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୂର୍ବ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହାପରେ ସେ ସିଙ୍ଗାପୁର ଯିବେ। ଏହା ପ୍ରଥମ ଥର ହେବ ଯେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ବ୍ରୁନେଇ ଗସ୍ତ କରିବେ। ଏହା ପୂର୍ବରୁ ମନମୋହନ ସିଂହ ଏକ ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରୁନେଇ ଯାଇଥିଲେ। ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଗସ୍ତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ପରବର୍ତ୍ତୀ ଖବର, ସୁଭଦ୍ରା ଯୋଜନା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର। ସୁଭଦ୍ରା ଯୋଜନା ପାଇଁ ଟୋଲ୍ ଫ୍ରି ନମ୍ବର 14678 ଜାରି ହୋଇଛି। ଏହି ନମ୍ବରଟି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଏହି ସମୟସୀମା ଭିତରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ।